ଆଜି ପବିତ୍ର ଅକ୍ଷୟ ତୃତୀୟା। ଚାଷୀ ଭାଇମାନଙ୍କର ଆଜିଠାରୁ ଚାଷ କାମ ଆରମ୍ଭ ହୋଇ, କିନ୍ତୁ ମୋ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଯେଉଁ ଚାଷୀ ଭାଇମାନେ ଅଛନ୍ତି, ଆଜି ପବିତ୍ର ଅକ୍ଷୟ ତୃତୀୟାରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ସମସ୍ତେ ଆମେ ଚାଷରେ ମନ ଦେବା। ଚାଷ ନଥିଲେ କିଛି ନାହିଁ। ଆଜି ଚାଷ କଲେ ଆମେ ସମସ୍ତେ ଭଲରେ ରହିବା। ମୁଁ ଖୋର୍ଦ୍ଧାର ଯେତେ ମୋର ଚାଷୀ ଭାଇମାନେ ଅଛନ୍ତି, ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଆପଣ ଆଗାମୀ ଦିନରେ ଚାଷ କରନ୍ତୁ। ଏବଂ ସେଥିପାଇଁ ମୁଁ ତୁମ ସାଙ୍ଗରେ ଚାଷୀ ଭାଇ ହେଇକି ଅଛି। ଏବଂ ଏ ପବିତ୍ର ଅକ୍ଷୟ ତୃତୀୟାରେ ଆଜି ମୋର ବି ମୁଁ ବିଧାନସଭାରେ ଆପଣଙ୍କ ପାଖରେ ଆପଣମାନେ ମୋତେ ଠିଆ କରିଛନ୍ତି ଏବଂ ମୋର ବାଲ୍ଟି ଚିହ୍ନ। ଆଉ ଆଜିଠାରୁ ବି ମୁଁ ଏ ପବିତ୍ର ଅକ୍ଷୟ ତୃତୀୟାରେ ମୋ ଚାଷ କାମ ଅନୁକୂଳ କରିବା ପରେ ବି ମୋର ଆଜି ପ୍ରଚାର କାମ ଆଜିଠାରୁ ବାଲ୍ଟି ଚିହ୍ନରେ ଆପଣମାନେ ସମସ୍ତେ ଭୋଟ ଦେବେ। ମୁଁ ବି ପ୍ରଚାର କାମ ଆଜି ଆରମ୍ଭ କରିଛି। ମୁଁ ଆପଣଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି, ଖୋର୍ଦ୍ଧାର 2,60,000 ଭୋଟର ଭାଇମାନଙ୍କୁ, ମା'ମାନଙ୍କୁ ମୋର ବାଲ୍ଟି ଚିହ୍ନ ହେଇଛି। ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ ଏବଂ ସହଯୋଗ କରନ୍ତୁ। ନିଶ୍ଚିତ ଏଠାରେ ଆମେ ସ୍ୱାଧୀନ ପ୍ରାର୍ଥୀ ହିସାବରେ ବିଜୟ ଲାଭ କରିବା। ଆଜି ପବିତ୍ର ଅକ୍ଷୟ ତୃତୀୟା। ଚାଷୀ ଭାଇମାନଙ୍କର ଆଜିଠାରୁ ଚାଷ କାମ ଆରମ୍ଭ ହୋଇ, କିନ୍ତୁ ମୋ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଯେଉଁ ଚାଷୀ ଭାଇମାନେ ଅଛନ୍ତି, ଆଜି ପବିତ୍ର ଅକ୍ଷୟ ତୃତୀୟାରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ସମସ୍ତେ ଆମେ ଚାଷରେ ମନ ଦେବା। ଚାଷ ନଥିଲେ କିଛି ନାହିଁ। ଆଜି ଚାଷ କଲେ ଆମେ ସମସ୍ତେ ଭଲରେ ରହିବା। ମୁଁ ଖୋର୍ଦ୍ଧାର ଯେତେ ମୋର ଚାଷୀ ଭାଇମାନେ ଅଛନ୍ତି, ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଆପଣ ଆଗାମୀ ଦିନରେ ଚାଷ କରନ୍ତୁ। ଏବଂ ସେଥିପାଇଁ ମୁଁ ତୁମ ସାଙ୍ଗରେ ଚାଷୀ ଭାଇ ହେଇକି ଅଛି। ଏବଂ ଏ ପବିତ୍ର ଅକ୍ଷୟ ତୃତୀୟାରେ ଆଜି ମୋର ବି ମୁଁ ବିଧାନସଭାରେ ଆପଣଙ୍କ ପାଖରେ ଆପଣମାନେ ମୋତେ ଠିଆ କରିଛନ୍ତି ଏବଂ ମୋର ବାଲ୍ଟି ଚିହ୍ନ। ଆଉ ଆଜିଠାରୁ ବି ମୁଁ ଏ ପବିତ୍ର ଅକ୍ଷୟ ତୃତୀୟାରେ ମୋ ଚାଷ କାମ ଅନୁକୂଳ କରିବା ପରେ ବି ମୋର ଆଜି ପ୍ରଚାର କାମ ଆଜିଠାରୁ ବାଲ୍ଟି ଚିହ୍ନରେ ଆପଣମାନେ ସମସ୍ତେ ଭୋଟ ଦେବେ। ମୁଁ ବି ପ୍ରଚାର କାମ ଆଜି ଆରମ୍ଭ କରିଛି। ମୁଁ ଆପଣଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି, ଖୋର୍ଦ୍ଧାର 2,60,000 ଭୋଟର ଭାଇମାନଙ୍କୁ, ମା'ମାନଙ୍କୁ ମୋର ବାଲ୍ଟି ଚିହ୍ନ ହେଇଛି। ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ ଏବଂ ସହଯୋଗ କରନ୍ତୁ। ନିଶ୍ଚିତ ଏଠାରେ ଆମେ ସ୍ୱାଧୀନ ପ୍ରାର୍ଥୀ ହିସାବରେ ବିଜୟ ଲାଭ କରିବା।